ଜୟ ଜଗନ୍ନାଥ। ଗୋଟିଏ ଛୋଟିଆ ଉଦାହରଣ ଦେଉଛି ମୋ ରାଧାକୃଷ୍ଣ ଭାବନା ଓ ଜଗନ୍ନାଥଙ୍କ ଭାବନାରେ। ଆପଣଙ୍କ ମୋରି କଥା ମୁଁ କହୁଛି, ଆପଣ ଭାବନ୍ତୁ ନାହିଁ। ନିଜ କଥା ମୁଁ ଜାଣେ, ନିଜ କଥା ନିଜେ ମୁଣ୍ଡରେ କହିଲେ ସେଇଟା ଗର୍ବ ବା ଅହଙ୍କାର ହୋଇଥାଏ। କିନ୍ତୁ ଯଦି ଗର୍ବ ଅହଙ୍କାର ମୋ ପାଇଁ ସେଇଟା ହେଇଥିବ, ତାହେଲେ ମୋ ଭଗବାନ ମୋତେ ଦଣ୍ଡ ଦେଲେ ମୋତେ ଦୁଃଖ ନାହିଁ। କିଛି ମୋ ମଣିଷ ମୋ ଭାବନାରେ ମୁଁ ସମସ୍ତଙ୍କୁ ସମାନ ଭାବରେ ଦେଖେ। କିଏ ପର କିଏ ଆପଣା ତାହା ମୁଁ ଭାବେ ନାହିଁ। ସାହାଯ୍ୟ କରିବାକୁ ବି ମୋତେ ଭଲ ଲାଗେ। ମୋ ନିଜ ବନ୍ଧୁବାନ୍ଧବ ହେଉ କି ରାସ୍ତା କଡ଼ର ଭିକାରୀଟିଏ ହେଉ କି ଯୋଗ୍ୟ ହେଉ, ଯେକୌଣସି ଲୋକ ହୋଇଥାଉ, ମୋର ଅଧିକା ଧନ ନାହିଁ, ସତ ଅଳ୍ପ ଧନ, ସେଇ ଅଳ୍ପ ଧନରେ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହେଁ। ମୁଁ ସମସ୍ତଙ୍କୁ ମୋ ଆତ୍ମା ମଧ୍ୟରେ ବିଶ୍ୱାସ କରେ। କିନ୍ତୁ କେହି ମୋ ଆତ୍ମାକୁ ଯଦି ମୋ ବିଶ୍ୱାସରେ ବିଷ ଦିଅନ୍ତି ନା, ମୁଁ ତଥାପି ତାଙ୍କୁ କଷ୍ଟ ଦେବାକୁ ଚାହେଁନି। ଭଗବାନଙ୍କୁ ଡାକେ, ଭଗବାନ ତାଙ୍କୁ ସୁଧାରି ଦିଅନ୍ତୁ। ଗୋଟିଏ ଜିନିଷ ହେଲା, କାହାର ଯଦି ଦୁଃଖ କଷ୍ଟ ପଡ଼ିଥାଏ, ଆମେ କଥା ପ୍ରସଙ୍ଗରେ କହିଦେଇଥାଉ, ତା କର୍ମର ଫଳ ସେ ଭୋଗ କରୁଛି। କିନ୍ତୁ ଆମ ଜୀବନରେ ଯଦି ଦୁଃଖ କଷ୍ଟ ପଡ଼େ, ଆମେ ସେଇଟାକୁ ମେଡ଼ିସିନ କି ଔଷଧ ମାଧ୍ୟମରେ ସେଇଟା ଭଲ କରିଦେଉ। ସେଇଟା ଆମର କଷ୍ଟ ଥିଲା ବୋଲି ଭାବି ନେଇଥାଉ। ଏଇସବୁ ଜିନିଷ ଆମେ ଭାବିଥାଉ, କିନ୍ତୁ ଆମର କିଛି କର୍ମଫଳ ଆମେ ଭାବିନଥାଉ। ଆମେ କହିଥାଉ ଆମର ଭଗବାନଙ୍କର ପରୀକ୍ଷା ଥିଲା। ତ ଆ ଭିତରେ ଗୋଟେ ଗୂଢ଼ ରହସ୍ୟ ରହିଛି, ଏହା ନିରାଟ ସତ୍ୟ। କାରଣ ଆମ କର୍ମର ଫଳ, ଆମେ ନିଶ୍ଚିନ୍ତ କିଛି ଭୁଲ କରିଥିବା, ସେ ଭୁଲର ଦଣ୍ଡ ଆମକୁ ଭଗବାନ ଦିଅନ୍ତୁ। ଆମେ ସେଇଟା ହସି ହସି ମଥାପାତି ସହିବା। କାହାକୁ କହିଦେଲେ କିଛି କ୍ଷତି ବି ନାହିଁ, ଆଉ ନିଜେ ସେଇଟାକୁ ଅଙ୍ଗେ ବି ଲିଭେଇବାକୁ ପଡ଼ିଥାଏ। ଆଉ ରହିଲା ଭଗବାନଙ୍କ ମାଧ୍ୟମରେ ଯେଉଁଟା, ପ୍ରକୃତିରେ ଏହା ନିରାଟ ସତ କଥା। ଭଗବାନଙ୍କ ମାଧ୍ୟମରେ ଗୋଟେ ପରୀକ୍ଷା ହୋଇଥାଏ। କେହି ଯଦି ଆମକୁ ପରୀକ୍ଷା ନେବାକୁ ଚାହାନ୍ତି ନା, ଆମେ ସେ ଭଗବାନଙ୍କ ମାଧ୍ୟମରେ ଜାଣିପାରିଥାଉ। ତେଣୁ ସେ ଆମକୁ ପରୀକ୍ଷା କରିକି ଖରାପର ଆଖ୍ୟା ଦେବାକୁ ଚାହୁଁଛନ୍ତି ତ, ବାସ୍ ତାଙ୍କ ପରୀକ୍ଷାରେ ତାଙ୍କୁ ଆମେ ସଫଳ କରିବାକୁ ଦେଇଥାଉ। ଆଉ ଭଗବାନ ପାଖରେ ତାଙ୍କ ପାଇଁ କ୍ଷମା ମାଗିଥାଉ। ଆମର ସେଇ ପରୀକ୍ଷା କି ସେଇ ଭୁଲ ପାଇଁ ବି ଆମେ ଭଗବାନ ପାଖରେ କ୍ଷମା ମାଗିଥାଉ। ଏହା ହିଁ ନିରାଟ ସତ୍ୟ। କିନ୍ତୁ କାହା ଇଜ୍ଜତ ସହିତ ଖେଳ ଖେଳନ୍ତୁ ନାହିଁ। ସମସ୍ତେ ସାଥିରେ ହସ ଖୁସିରେ ମିଳିମିଶି ଦିନ କାଟନ୍ତୁ। ସମୟଟା ଦେଖୁଛନ୍ତି କିଭଳି ଆକାରରେ ମଣିଷ ଜୀବନ ଚିରସ୍ଥାୟୀ ନୁହଁ। ଆଜିର ଜୀବନ କାଲିକି ନାହିଁ। କିନ୍ତୁ ଇଜ୍ଜତ ସହିତ କାହାର ଖେଳ ଖେଳନ୍ତୁ ନାହିଁ। କାହା ଆତ୍ମାକୁ କଷ୍ଟ ଦିଅନ୍ତୁ ନାହିଁ। ଆଉ କେହି ଯଦି ଭାବୁଛନ୍ତି ଲୋକଟି ବହୁତ ସହଜ ସୁନ୍ଦର ଭାବରେ ସରଳ ଭାବରେ କହିଦେଉଛି, କିନ୍ତୁ ସେ ବି ଧୋକା ଦେଉଛି, ଇଜ୍ଜତ ସହିତ ଖେଳୁଛି, ତା ଭିତରେ କିଛି ମୂଳ ତତ୍ତ୍ୱ ଥାଏ, ତାହା ବି ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ସବୁ ବୁଝିଗଲେ ବହୁତ ସରଳ ଲାଗିବ ଆପଣଙ୍କୁ। ଶୁଣିବାକୁ, ବୁଝିବାକୁ ବେଶୀ ସମୟ ଲାଗିବ ନାହିଁ। ଆଉ କଥା ପ୍ରସଙ୍ଗରେ ଅନେକ ଟାଇମ୍ ପାସ୍ କରିବାକୁ ଚାହୁଁଛନ୍ତି, ଟାଇମ୍ ପାସ୍ କରନ୍ତୁ ନାହିଁ। କିଛି ଯଦି ଭଲ ମନ୍ଦ ସୁଖ ଦୁଃଖ ଆଳାପ କରିବାର ଅଛି, କରନ୍ତୁ। ମୋ ପରିବେଶର ମୁଁ କିଛି କହିଦେଲେ ମୋର ଇଜ୍ଜତ ତଳେ ପଡ଼ିଯିବ ନା, ପଡ଼ିବ ନାହିଁ। ବରଂ ଦୁନିଆରୁ ଆସିଛି ତ ସତ କହିବାକୁ। ଭଗବାନ ବା କହିଛନ୍ତି, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଗୋପବନ୍ଧୁ ଦାସଙ୍କର ଠିକ୍ ସେମିତି ଭାବନା ବି ଆମେ ଆଣିବା ପାରିବା। କାରଣ ସିଏ ହେଉଛନ୍ତି ଏକ ଦେବତୁଲ୍ୟ ଲୋକ। ସିଏ ଆମ ପାଇଁ ଗୋଟେ ଦେବତା। ତାଙ୍କ କଥାକୁ ଅନୁସରଣ କରି ଆମ ଜୀବନର ଦୁଃଖ କଷ୍ଟ ସବୁ କହିଲେ, ମୋ ଭାବନାରେ ମୁଁ କହୁଛି, ତାହା ସମସ୍ତଙ୍କ ଦ୍ୱାରା ସମ୍ଭବ ହେଇପାରିବ କି ନାହିଁ ମୁଁ ଜାଣିନାହିଁ। କହିଲେ ମୋ ମନରେ ଦୁଃଖ ନାହିଁ। ଆଉ ମୋ ସେଥିରେ ଯିଏ ଆଳାପ କରିବାକୁ, ଭଲ ମନ୍ଦ ଜାଣିବାକୁ ଚାହାନ୍ତୁ, ମୁଁ କହିବି, ଯାହା ପଚାରନ୍ତୁ। କିନ୍ତୁ ଅତି ସୁନ୍ଦର ଭାବରେ, ମଧୁର ଭାବରେ ପଚାରିବାକୁ ଚେଷ୍ଟା କରନ୍ତୁ। କହନ୍ତି, ଯାହାର ସ୍ୱାମୀ ଶାଶୁ ଶ୍ୱଶୁର ଠିକ୍ ଥିବେ, ତା ଓଠରେ ସବୁବେଳେ ହସ। କିନ୍ତୁ ମୋ ଭାବନାରେ ତା ଟିକେ ଭୁଲ ହେଇଯାଏ। କାରଣ ମୋ ସ୍ୱାମୀ ଶାଶୁ ଶ୍ୱଶୁର ସମସ୍ତେ ବି ଭୁଲ ଥାଆନ୍ତୁ, କିନ୍ତୁ ମୁଁ ସବୁବେଳେ ତାଙ୍କୁ ହସି ହସିକି ଆପଣାର କରେ। ସେଇଟା ଭାବେ, ଭଗବାନ ସେଇ ଜିନିଷଟା କରିବାକୁ ମୋତେ ଶକ୍ତି ଦିଅ।
ଏହା ନିରାଟ ସତ୍ୟ। ମୋ ହୃଦୟର, ମୋ ଆତ୍ମାର କଥା କହୁଛି। ନିଜେ ଦୁନିଆକୁ ଆସିଛି, ନିଜେ ସଂଘର୍ଷ କରୁଛି ସତ, ନିଜ ସୁଖ ପାଇଁ ନିଜେ ସଂଘର୍ଷ କରୁଛି। କିଛି ମୋ ଠାରୁ ଜାଣିବାକୁ ଚାହିଁଲେ ମୁଁ ଜଣେଇବି। ଆଉ ମୋ କଥା ମାଧ୍ୟମରେ ଯଦି କାହାକୁ କଷ୍ଟ ଲାଗେ କି କାହାକୁ ଆଘାତ ଦେଇଥାଏ, ତାହେଲେ ମୋତେ କ୍ଷମା କରନ୍ତୁ। ରହୁଛି। ଜୟ ଜଗନ୍ନାଥ।